ପିଲାମାନେ ଆଜି ଆମେ ଇତିହାସର ଚତୁର୍ଥ ଅଧ୍ୟାୟର କେତେକ ୱାନ୍ ଲାଇନର କ୍ୱେଶ୍ଚନ୍ କୁ ଆଲୋଚନା କରିବା ଯୋଉଟା କି ତମ ପରୀକ୍ଷା ଉପଯୋଗୀ ବିଷୟ ରହିଛି ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଧର୍ମ ସଂସ୍କାର ଆନ୍ଦୋଳନ ଓ ଜୈନ ଧର୍ମ ଏବଂ ବୌଦ୍ଧ ଧର୍ମ। ପ୍ରଥମ କ୍ୱେଶ୍ଚନଟି ରହିଛି ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତର କେଉଁ ଦୁଇଟି ମୁଖ୍ୟ ଧର୍ମର ଉଦ୍ଭୁତ ହୋଇଥିଲା? ଆନ୍ସର ହବ ଜୈନ ଧର୍ମ ଏବଂ ବୌଦ୍ଧ ଧର୍ମ। ଜୈନ ଧର୍ମର ପ୍ରଥମ ପ୍ରଚାରକ ବା ଆଦି ତୀର୍ଥଙ୍କର କିଏ ଥିଲେ? ନା ରସବାନଥ ଥିଲେ। ଜୈନ ଧର୍ମର 23ତମ ତୀର୍ଥଙ୍କର ନାମ କଣ ଥିଲା? ନା ପାର୍ଶ୍ୱବନାଥ। ତାପରେ ବର୍ଦ୍ଧମାନ ମହାବୀର ଜୈନ ଧର୍ମର କେତେତମ ତୀର୍ଥଙ୍କର ଥିଲେ? ନା 24ତମ ତୀର୍ଥଙ୍କର ଥିଲେ। ତାପରେ ଆସୁଛି ମହାବୀର କେଉଁଠାରେ କେବେ ଜନ୍ମଗ୍ରହଣ କରିଥିଲେ? ଆନ୍ସର ହେବ ଖ୍ରୀଷ୍ଟପୂର୍ବ 540 ବୈଶାଳୀ ନିକଟସ୍ଥ କୁଣ୍ଡ ଗ୍ରାମରେ। ମହାବୀରଙ୍କ ପିତା ମାତାଙ୍କ ନାମ କଣ ଥିଲା? ନା ପିତାଙ୍କ ନାମ ଥିଲା ସିଦ୍ଧାର୍ଥ, ମାତାଙ୍କ ନାମ ଥିଲା ତ୍ରିଶଳା। ମହାବୀରଙ୍କ ପତ୍ନୀ ଏବଂ କନ୍ୟାଙ୍କ ନାମ କଣ ଥିଲା? ପତ୍ନୀଙ୍କ ନାମ ଥିଲା ଯଶୋଦା, କନ୍ୟାଙ୍କ ନାମ ଥିଲା ପ୍ରିୟଦର୍ଶିନୀ। କେତେ ବର୍ଷ ବୟସରେ ମହାବୀର ସଂସାର ତ୍ୟାଗ କରିଥିଲେ ସନ୍ନ୍ୟାସ ଗ୍ରହଣ କଲେ? ନା ତାଙ୍କୁ ଏତେ 30 ବର୍ଷ ବୟସ ହେଇଥିଲା। ମହାବୀରଙ୍କର କେଉଁଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ? ନା ରାଜଗୁରୁ ନିକଟସ୍ଥ ପାୱାପୁରୀ ଠାରେ। ଜୈନ ଧର୍ମର ମୁଖ୍ୟ ତିନୋଟି ରତ୍ନ କଣ ବା ତ୍ରିରତ୍ନ କଣ? ସତ୍ ବିଶ୍ୱାସ, ସତ୍ ଜ୍ଞାନ, ସତ୍ ଚରିତ୍ର। ପାର୍ଶ୍ୱନାଥଙ୍କ ଦ୍ୱାରା ପ୍ରଚାରିତ ଚାରିଟି ନୀତିକୁ କଣ କୁହାଗଲା? ନା ଚତୁର୍ଜାମ। ମହାବୀର ଚତୁର୍ଜାମଙ୍କ ସହ କେଉଁ 5ଟି ନୀତି ପ୍ରୟୋଗ କରିଥିଲେ? ତା ସହିତ ଆଉ ଗୋଟେ ବ୍ରହ୍ମଚର୍ଯ୍ୟ ପ୍ରୟୋଗ କରିଥିଲେ। ଜୈନ ଧର୍ମର 5ଟି ମୁଖ୍ୟ ପ୍ରତିଜ୍ଞାକୁ ଏକତ୍ର କଣ କୁହାଗଲା? ପଞ୍ଚ ମହାବ୍ରତ। ମହାବୀର ନିଜର ଧର୍ମବାଣୀ କେଉଁ ଭାଷାରେ ପ୍ରଚଳନ କରୁଥିଲେ? ନା ଅର୍ଦ୍ଧ ମଗଧୀ। ଶ୍ଵେତ ବସ୍ତ୍ର ପରିଧାନ କରୁଥିବା ଜୈନ ଗୋଷ୍ଠୀ ମାନଙ୍କୁ କଣ କୁହାଯାଉଥିଲା? ଶ୍ଵେତାମ୍ବର। ବସ୍ତ୍ର ପରିତ୍ୟାଗ କରିବା ସନ୍ନ୍ୟାସୀ ମାନଙ୍କୁ କଣ କୁହାଗଲା? ନା ଦିଗାମ୍ବର। ଜୈନ ଧର୍ମର ପବିତ୍ର ଗ୍ରନ୍ଥ ଗୁଡିକ କେଉଁ ଭାଷାରେ ଲିଖିତ? ପ୍ରକୃତ ଭାଷାରେ। କର୍ଣ୍ଣାଟକର ଶ୍ରବଣ ବେଲଗୁଲ ଠାରେ ଜୈନ ମୂର୍ତ୍ତିର ନାମ କଣ? ନା ଗୋମତେଶ୍ୱର ବା ବାହୁବଳୀ। ଓଡ଼ିଶାର କେଉଁଠାରେ ପ୍ରାଚୀନ ଜୈନ କୀର୍ତ୍ତି ଦେଖିବାକୁ ମିଳେ? ନା ଖଣ୍ଡଗିରି ଏବଂ ଉଦୟଗିରିରେ। ଜୈନ ଧର୍ମର ଆଧ୍ୟାତ୍ମିକ ବିଜୟ ଲାଭ କରୁଥିବା ବ୍ୟକ୍ତିଙ୍କୁ କଣ କୁହାଯାଏ? ଚୀନ ବା ମହାବୀର। ତାପରେ ଆମେ ଦେଖିବା ବୌଦ୍ଧ ଧର୍ମ ପ୍ରତିଷ୍ଠାତା କିଏ ଥିଲେ? ନା ବୌଦ୍ଧ ଧର୍ମ ପ୍ରତିଷ୍ଠାତା ଥିଲେ ଗୌତମ ବୁଦ୍ଧ। ବୁଦ୍ଧ କେଉଁଠାରେ କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ? ବୁଦ୍ଧ ଖ୍ରୀଷ୍ଟପୂର୍ବ 563 କୌଣସି ଐତିହାସିକ ମତରେ 567। କପିଳବସ୍ତୁର ଲୁମ୍ବିନୀ ଠାରେ ଜନ୍ମଗ୍ରହଣ କରିଥିଲେ। ବୁଦ୍ଧଙ୍କ ପିତା ମାତାଙ୍କ ନାମ କଣ ଥିଲା? ପିତା ନାମ ଥିଲା ସୁଧୋଧନ, ମାତା ନାମ ଥିଲା ମାୟାଦେବୀ। ବୁଦ୍ଧଙ୍କର ପିଲାଦିନର ନାମ କଣ ଥିଲା? ନା ସିଦ୍ଧାର୍ଥ। ସିଦ୍ଧାର୍ଥଙ୍କର ପତ୍ନୀ ଓ ପୁତ୍ରଙ୍କ ନାମ କଣ ଥିଲା? ପତ୍ନୀଙ୍କ ନାମ ଥିଲା ଯଶୋଧରା, ପୁତ୍ର ଥିଲେ ରାହୁଲ। କେତେ ବର୍ଷ ବୟସରେ ସେ ଗୃହ ତ୍ୟାଗ କରିଥିଲେ? ନା 29 ବର୍ଷ ବୟସରେ ଗୃହ ତ୍ୟାଗ କରିଥିଲେ। ବୁଦ୍ଧ କେଉଁ ନଦୀ କୂଳରେ ଦିବ୍ୟଜ୍ଞାନ ଲାଭ କରିଥିଲେ? ନା ନିରଞ୍ଜନା ନଦୀ କୂଳରେ ଦିବ୍ୟଜ୍ଞାନ ଲାଭ କରିଥିଲେ। ବୁଦ୍ଧ ପ୍ରଥମେ କେଉଁ ସ୍ଥାନରେ ନିଜର ଧର୍ମ ପ୍ରଚାର କରିଥିଲେ? ନା ସାରନାଥ ଠାରେ ନିଜର ଧର୍ମ ପ୍ରଚାର କରିଥିଲେ। ବୁଦ୍ଧଙ୍କର ପ୍ରଥମ ଧର୍ମ ପ୍ରବର୍ତ୍ତନକୁ ବୌଦ୍ଧ ଶାସ୍ତ୍ରରେ କଣ କୁହାଯାଏ? ନା ଧର୍ମ ଚକ୍ର ପ୍ରବର୍ତ୍ତନ। ବୁଦ୍ଧଙ୍କର ପ୍ରଚାରିତ 4ଟି ମୌଳିକ ସତ୍ୟକୁ କଣ କୁହାଯାଏ? 4 ଆର୍ଯ୍ୟ ସତ୍ୟ। ନିର୍ବାଣ ପ୍ରାପ୍ତି ପାଇଁ ବୁଦ୍ଧ କେଉଁ 8ଟି ମାର୍ଗ ଦେଖାଇଥିଲେ? ନା ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ। ବୁଦ୍ଧ କେଉଁ ସ୍ଥାନରେ ଦେହ ତ୍ୟାଗ କରିଥିଲେ? ବୁଦ୍ଧ କୁଶୀନଗର ବା କୁଶୀନାରା ଠାରେ ଦେହ ତ୍ୟାଗ କଲେ। ବୁଦ୍ଧଙ୍କ ମୃତ୍ୟୁ ଘଟଣାକୁ କଣ କୁହାଯାଏ? ମହାପରିନିର୍ବାଣ। ବୌଦ୍ଧ ମାନଙ୍କର ପବିତ୍ର ଧର୍ମଗ୍ରନ୍ଥର ନାମ କଣ? ନା ତ୍ରିପିଟକ। ତ୍ରିପିଟକର ମୁଖ୍ୟ କେଉଁ ଭାଷାରେ ଲିଖିତ? ନା ପାଲି ଭାଷାରେ ଲିଖିତ ତ୍ରିପିଟକ। ବୌଦ୍ଧ ଧର୍ମାବଲମ୍ବୀ 2ଟି ସମ୍ପ୍ରଦାୟ ଅଛନ୍ତି, ତାଙ୍କୁ କୁହାଯାଏ ହୀନଯାନ ଏବଂ ମହାଯାନ। କାହାକୁ ଏସିଆର ଆଲୋକ କୁହାଯାଏ? ନା ଗୌତମ ବୁଦ୍ଧଙ୍କୁ ଏସିଆର ଆଲୋକ କୁହାଯାଏ। ବୌଦ୍ଧ ସନ୍ନ୍ୟାସୀ ମାନଙ୍କ ରହିବା ସ୍ଥାନକୁ କଣ କୁହାଯାଏ? ବୌଦ୍ଧ ବିହାର କୁହାଯାଏ। ବୁଦ୍ଧଙ୍କର ପୁନର୍ଜନ୍ମ କାହାଣୀ ଗୁଡିକୁ କଣ କୁହାଯାଏ? ଜାତକ ଗଳ୍ପ କୁହାଯାଏ। କେଉଁ ମୌର୍ଯ୍ୟ ସମ୍ରାଟ ବୌଦ୍ଧ ଧର୍ମ ଗ୍ରହଣ କରି ଆଉ ବ୍ୟାପକ ପ୍ରସାର କରିଥିଲେ? ହେଲେ ସମ୍ରାଟ ଅଶୋକ। ଜୈନ ଧର୍ମର ଶେଷ ତୀର୍ଥଙ୍କର କିଏ ଥିଲେ? ନା ବର୍ଦ୍ଧମାନ ମହାବୀର। ବୌଦ୍ଧ ଧର୍ମର ଜନ୍ମ ମୃତ୍ୟୁ ଚକ୍ର ମୁକ୍ତି ପାଇବାକୁ କଣ କୁହାଯାଏ? ନା ନିର୍ବାଣ କୁହାଯାଏ। ମହାବୀର କେଉଁ ପରିବାର ଜନ୍ମଗ୍ରହଣ କରିଥିଲେ? ନା ଜ୍ଞାନ୍ତ୍ରିକ କ୍ଷତ୍ରିୟ ବଂଶରେ।
ଜୈନ ଧର୍ମର ମୁଖ୍ୟ ଦୁଇଟି ଶାଖା କଣ ନା ଶ୍ଵେତାମ୍ବର ଦିଗମ୍ବର। ବୌଦ୍ଧ ଧର୍ମର କେଉଁ ରାଜବଂଶର ରାଜକୁମାର ଥିଲେ? ଗୌତମ ବୁଦ୍ଧ ଥିଲେ ଶାକ୍ୟ ରାଜବଂଶର ରାଜକୁମାର। ବୁଦ୍ଧଙ୍କ ଦ୍ୱାରା ପ୍ରସିଦ୍ଧ ମାର୍ଗ ଯାହା କଠୋର ସାଧନା ଭୋଗ ବିଳାସ ମଝାମଝି ତାକୁ କଣ କୁହନ୍ତି ନା ମଧ୍ୟମପନ୍ଥୀ। କେଉଁ ଜୈନ ଗ୍ରନ୍ଥରେ 16ଟି ମହାଜନପଦର ତାଲିକା ରହିଛି ନା ଭଗବତୀ ସୂତ୍ର। ବୌଦ୍ଧ ଧର୍ମର ପ୍ରସାର ପାଇଁ ଅଶୋକ କେଉଁ କର୍ମଚାରୀ ନିଯୁକ୍ତ ଥିଲେ ନା ଧର୍ମ ମହାପାତ୍ର। ଗାନ୍ଧାର କଳାଶୈଳୀରେ କେଉଁ ଦୁଇଟି ସଂସ୍କୃତିର ମିଶ୍ରଣ ଭାରତୀୟ ଏବଂ ଗ୍ରୀକ। କେଉଁ ଜୈନ ତୀର୍ଥଙ୍କୁ ଐତିହାସିକ ବ୍ୟକ୍ତି ଭାବେ ଗ୍ରହଣ କରାଯାଏ ନା ପାର୍ଶ୍ୱନାଥ ଏବଂ ମହାବୀର।